ଗୋଟେ ଗ୍ରାମରେ ସ୍ୱାମୀ ସ୍ତ୍ରୀ 2 ଜଣ ରହୁଥିଲେ। ତାଙ୍କର ଗୋଟେ ପୁଅ ଥିଲା। ସେ ସ୍ୱାମୀ ସ୍ତ୍ରୀ 2 ଜଣ ତାଙ୍କ ପୁଅ ଲାଗି ବହୁତ ଚିନ୍ତାରେ ଥିଲେ। କାହିଁକି ନା ତାଙ୍କ ପୁଅ କିଛି ବି କାମ ଧନ୍ଦା କରୁନଥିଲା। ବହୁତ ଗରିବ ଥିଲେ। ସେ କାମ ଧନ୍ଦା ନ କରିବାରୁ ବାପ ମା 2 ଜଣ ବହୁତ ଚିନ୍ତାରେ ଥିଲେ। ସେମାନେ ଭାବିଲେ କ'ଣ କରିବେ? ପୁଅ କିଛି କରୁନାହିଁ, ଘରେ ଖାଉଛି ବସୁଛି। କ'ଣ କରିବେ ଭାବି ଚିନ୍ତାରେ ବୁଢ଼ା ମଉସା ଜଣକ ଘରେ ବସିଥିଲେ। ଦିନକର କଥା, ମଉସା ଜଣକ ତାଙ୍କ ପୁଅକୁ ଡାକିଲେ ଆଉ କହିଲେ, ପୁଅରେ, ତୁ ଯା ଘର ଭିତରକୁ ସେ ସିନ୍ଦୁକରେ ଯୋଉ ଘଣ୍ଟାଟି ଅଛି ତାକୁ ନେଇକି ଆସିବୁ। ପୁଅ ବାପାଙ୍କ କଥା ମାନି ଘର ଭିତରକୁ ଗଲା। ସିନ୍ଦୁକରୁ ସେ ଘଣ୍ଟାଟି ନେଇ ଆସିଲା। ଆସି ତା ବାପାଙ୍କ ପାଖରେ ଛିଡ଼ା ହେଲା। ଆଉ ମଉସା କହିଲେ, ଏଇ ଘଣ୍ଟାଟିକୁ ନେଇକି ବଜାରକୁ ଯା। ବଜାରରେ ଘଣ୍ଟାର ମୂଲ୍ୟ କେତେ ପଚାରିକି ଆସିବୁ। ପୁଅ ବି କଥା ମାନିଲା। ବଜାରକୁ ଘଣ୍ଟାଟି ନେଇକି ଗଲା। ବଜାରରେ ସବୁ ଲୋକଙ୍କୁ ପଚାରିଲା, ଏ ଘଣ୍ଟାର ମୂଲ୍ୟ କେତେ? ସମସ୍ତେ ଭିନ୍ନ ଭିନ୍ନ ମୂଲ୍ୟ କହିଲେ। ସେ ଘରକୁ ଫେରିଲା। ଘରେ ଆସି ତା ବାପାଙ୍କୁ କହିଲା, ବଜାରରେ ସମସ୍ତଙ୍କୁ ପଚାରିଲି ଘଣ୍ଟାର ମୂଲ୍ୟ କେତେ? ସମସ୍ତେ ଭିନ୍ନ ଭିନ୍ନ ମୂଲ୍ୟ କହିଲେ। ବାପା କହିଲେ, ହଉ ଠିକ୍ ଅଛି, ଘଣ୍ଟାକୁ ନେଇକି ରଖିଦେ। ପୁଅ ବି ଘଣ୍ଟା ନେଇ ଘରେ ରଖିଦେଲା। ତା ପରଦିନକୁ ପୁଣି ମଉସା ତା ପୁଅକୁ କହିଲେ, ସେ ଘଣ୍ଟା ନେଇ ଆଜି ବି ବଜାରକୁ ଯା। ବଜାରରେ ପୁଣି ଲୋକଙ୍କୁ ପଚାରିବୁ ଏ ସମୟର ମୂଲ୍ୟ କେତେ? ପୁଅ ବି ରାଜି ହୋଇ ଘଣ୍ଟାକୁ ବଜାରକୁ ନେଇଗଲା। ବଜାର ଯାଇ ଲୋକମାନଙ୍କୁ ପଚାରିଲା, ସମୟର ମୂଲ୍ୟ କେତେ? ସବୁ ଲୋକମାନେ ତାକୁ ଦେଖି ହସିବାରେ ଲାଗିଲେ ଆଉ କହିଲେ, ଏ ପିଲାଟି କାଲି ଆସିଥିଲା, ପଚାରୁଥିଲା ଘଣ୍ଟାର ମୂଲ୍ୟ କେତେ, କିନ୍ତୁ ଆଜି ଆସି ପଚାରୁଛି ସମୟର ମୂଲ୍ୟ କେତେ? ଏ ବୋଧେ ପାଗଳ ପିଲାଟେ। ପିଲାଟି ଏ କଥା ସହି ନ ପାରି ଘରକୁ ଫେରିଲା। ଘରେ ଆସି ତା ବାପାଙ୍କୁ କହିଲା। ତା ବାପା କହିଲେ, କାହିଁକି ତତେ ସମୟର ମୂଲ୍ୟ ପଚାରିବାରୁ ପାଗଳ କହିଲେ ଜାଣିପାରୁଛୁ ତ? ସେ ବୁଝିପାରିଲା ନାହିଁ। ବାପା କହିଲେ, ସମୟର ମୂଲ୍ୟ କେହି କାହାକୁ ଦେଇପାରିବେ ନାହିଁ। ଆମ ପାଖରେ ଯଦି କିଛି ସମୟ ଅଛି, ସେ ସମୟକୁ ଯଦି ଆମେ କୌଣସି କାର୍ଯ୍ୟରେ ଲଗେଇବା, ତାହେଲେ ଆମେ ନିଶ୍ଚୟ ଉନ୍ନତି କରିବା। ଆଉ ସମୟକୁ ବର୍ବାଦ କରିଦେଲେ ଆଉ ସମୟ ଫେରି ଆସେ ନାହିଁ। ଆମେ ଏଇ କାହାଣୀଟିରୁ କ'ଣ ଶିଖିଲେ? ଆମେ ଏଇ କାହାଣୀଟିରୁ ଶିଖିଲେ ଏଇଆ ଯେ, ଆମ ପାଖରେ ଯେତେ ବି ସମୟ ଅଛି, ସେ ସମୟକୁ ବର୍ବାଦ କରିବା ନାହିଁ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲକୁ ଲାଇକ୍ କରନ୍ତୁ। କମେଣ୍ଟ କରିବାକୁ ଜମା ବି ଭୁଲିବେନି। କମେଣ୍ଟ କରି କୁହନ୍ତୁ କାହାଣୀଟି କେମିତି ଲାଗିଲା। ତାହେଲେ ମୁଁ ଆପଣଙ୍କ ପାଖକୁ ଏମିତି ବହୁତ ଭଲ ଭଲ ମୋଟିଭେସନାଲ ଷ୍ଟୋରି ପହଞ୍ଚେଇବି। ରହିଲି, ନମସ୍କାର।